FE1 ବା IA1ର ସମ୍ଭାବ୍ୟ ପ୍ରଶ୍ନ ଉତ୍ତର। ବନ୍ଦେ ଉତ୍କଳ ଜନନୀ ପାଠର ବନ୍ଦେ ଉତ୍କଳ ଜନନୀ କବିତାର କବି କିଏ? ଲକ୍ଷ୍ମୀକାନ୍ତ ମହାପାତ୍ର। ଚାରୁ ହାସମୟୀ ଚାରୁ ଭାସମୟୀ କାହାକୁ କୁହାଯାଇଛି? ଉତ୍କଳ ଜନନୀକୁ। ସମୁଦ୍ର କୂଳ କେଉଁ କେଉଁ ବୃକ୍ଷ ଦ୍ୱାରା ସୁଶୋଭିତ? ତାଲତ ମାଲ। ତାଲତ ମାଲ। ଉତ୍କଳ ଜନନୀ କାହାର ଶୀତଳ ପବନରେ ଉତ୍ଫୁଲ୍ଲିତ ହେଉଛନ୍ତି? ନଦୀ ତଟ। ଲକ୍ଷ୍ମୀକାନ୍ତ ମହାପାତ୍ର ଶିକ୍ଷା କ୍ଷେତ୍ରରେ କାହିଁକି ଅଧିକ ଆଗେଇ ହୋଇ ପାରିନଥିଲେ? ଶାରୀରିକ ଅସୁସ୍ଥତା ଯୋଗୁଁ। ନମ୍ବର 2, ଗୋଟିଏ ବାକ୍ୟର ଉତ୍ତର ଦିଅ। ଲେଖକ କହିଛି ଉତ୍କଳ ଜନନୀଙ୍କ ଶରୀରକୁ କିଏ ଧୋଇ ଦେଉଛି? ସମୁଦ୍ରର ପବିତ୍ର ଜଳ। ନୀଳ ପର୍ବତ ଗୁଡ଼ିକ କେଉଁ ଆକୃତିରେ ଉତ୍କଳ ଜନନୀଙ୍କ ଶରୀରକୁ ସଜାଇଛନ୍ତି? ତରଙ୍ଗରେ। କାନ୍ତକବିଙ୍କ ଅସମ୍ପୂର୍ଣ୍ଣ ଉପନ୍ୟାସଟି ନାମ କ'ଣ? କଣା ମାମୁଁ। ନଦୀ କୂଳର ପବନ ଦେହକୁ କାହିଁକି ଥଣ୍ଡା ଲାଗେ? ଜଳକଣା। ଏଟା ହେଲା ଘର ପ୍ରଶ୍ନ। ଜଳକଣା ସୃଷ୍ଟି ହେଉଥିବାରୁ। ଉତ୍କଳ ଜନନୀଙ୍କ ଅଙ୍ଗ କେଉଁଥିରେ ଶୋଭିତ? ଘଞ୍ଚ ଅରଣ୍ୟରେ। ନମ୍ବର 2 ଅଛି ଦେଖ ମଲ୍ଟିପୁଲ ଆସାଇନମେଣ୍ଟ। ଯେକୌଣସି ଦୁଇଟି ପ୍ରଶ୍ନ ଉତ୍ତର ଦିଅ ଯେନ୍ଟାକି ଉତ୍କଳର ଚାରକୋଲା କେଉଁଠାରେ ଦେଖିବାକୁ ମିଳେ ତାର ତାଲିକା କରିବେ। ଉତ୍କଳ ଜନନୀ ବନ୍ଦନିଆ ଏହି ଶୀର୍ଷକ ଉପରେ ପ୍ରକୃଷ୍ଟତା କହିବେ। ତାପରେ ଅଛି ପୋର୍ଟଫୋଲିଓ। ନେକ୍ସଟ ଅଛି ସମ୍ଭାବ୍ୟ ଭୀମ ସିଂହନାଦ ରଡ଼ିର ପ୍ରଶ୍ନ ଉତ୍ତର, ଯାହାକି ଏ ଭିତରୁ ଗୋଟେ ଦୁଇଟା ଆସିପାରେ ପରୀକ୍ଷାରେ। ନମ୍ବର କ ସାରଳା ଦାସ କେଉଁ ଶତାବ୍ଦୀର କବି? ପଞ୍ଚଦଶ। କବିତାରେ ପବନ ସୁତ କାହାକୁ କୁହାଯାଇଛି? ଭୀମଙ୍କୁ। ଶିବକୁ କିଏ ତପସ୍ୟା କଲେ? ଭୀମ। କିଏ କପିଳାସକୁ ଉଦ୍ଧାର କରିଥିଲେ? ପାଣ୍ଡବମାନେ। ଭୀମଙ୍କୁ ତୁରନ୍ତ କ'ଣ ଦେବା ପାଇଁ ପାର୍ବତୀ ଶିବଙ୍କୁ କହିଲେ? ସିଂହନାଦ। ନମ୍ବର 2, ଭୀମଙ୍କର କେତୋଟି ରଡ଼ି ସହିବା ପାଇଁ ଶିବ ସିଂହନାଦକୁ କହିଥିଲେ? ତିନୋଟି। ଦୁର୍ଯ୍ୟୋଧନ କେଉଁଠାରେ ଆତ୍ମଗୋପନ କରିଥିଲେ? ବ୍ୟାସ ସରୋବରରେ। ଗ ଲକ୍ଷ୍ମୀଙ୍କ ପାଖରେ ଦୁର୍ଯ୍ୟୋଧନ କ'ଣ ପ୍ରତିଜ୍ଞା କରିଥିଲେ? 7ଟି ରଡ଼ି ସହିବେ।
ଭୀମଙ୍କର ପ୍ରଥମ ସିଂହନାଦ ରଡ଼ିରେ କେଉଁ ପର୍ବତ ନିଜ ସ୍ଥାନ ଛାଡ଼ି ବୁଲିବାକୁ ଲାଗିଲା? ମନ୍ଦର ପର୍ବତ। ମନ୍ଦର ପର୍ବତ। ଦୁର୍ଯ୍ୟୋଧନ କାହା ହାତକୁ ପେଲି ଦେଲେ? ମା ଲକ୍ଷ୍ମୀ। ସେପରି ଏମିତି ଅଛି। ନମ୍ବର 2 ଆସେସମେଣ୍ଟ କର କୁହାଯାଇଛି। ଯେକୌଣସି ଦୁଇଟି ପ୍ରଶ୍ନ ଉତ୍ତର ଦିଅ। ତାପରେ ଆସୁଛି କାନ୍ତ କବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ କିଛି ସମ୍ଭାବ୍ୟ ପ୍ରଶ୍ନ ଉତ୍ତର। ଲକ୍ଷ୍ମୀକାନ୍ତଙ୍କର ଶିକ୍ଷା କେଉଁଠାରେ ଆରମ୍ଭ ହୋଇଥିଲା? ବାଲେଶ୍ୱର। ବାଲେଶ୍ୱରରେ। ତାଙ୍କ ପୈତୃକ ଗ୍ରାମ ନାମ କ'ଣ? ତାଲପଦ। ଲକ୍ଷ୍ମୀକାନ୍ତ କେବେ ଜନ୍ମଗ୍ରହଣ କରିଥିଲେ? 1888 ମସିହା ଡିସେମ୍ବର 9 ତାରିଖ। ତାଙ୍କ ନାମ ଲକ୍ଷ୍ମୀକାନ୍ତ ରଖାଗଲା କାହିଁକି? ଗୁରୁବାର ଦିନ ମାଣବସାରେ ଜନ୍ମଗ୍ରହଣ କରିଥିବାରୁ। ଲକ୍ଷ୍ମୀକାନ୍ତଙ୍କ ବାପାଙ୍କ ନାମ କ'ଣ? ଚୌଧୁରୀ ଭାଗବତ ପ୍ରସାଦ ସାମନ୍ତରାୟ ମହାପାତ୍ର। ନମ୍ବର 2 ଗୋଟିଏ ବାକ୍ୟ ବା ଶବ୍ଦରେ ଲେଖ। କାଞ୍ଚକାବେରୀ ନାଟକରେ ଲକ୍ଷ୍ମୀକାନ୍ତ କେଉଁ କେଉଁ ଭୂମିକାରେ ଅଭିନୟ କରିଥିଲେ? ଭଦ୍ରା ଓ ଭିକାରୁଣୀ। ସାଙ୍ଗସାଥୀମାନେ କେଉଁ ନାମ ତାଙ୍କୁ ଡାକୁଥିଲେ? କାନ୍ତକବି। ତାଙ୍କ କବିତା ଲେଖା ପାଇଁ ରେଭେନ୍ସା ଛାତ୍ରାବାସରେ କାହାର ଶ୍ରଦ୍ଧାଭାଜନ କରିଥିଲେ? ଉତ୍କଳମଣି ଗୋପବନ୍ଧୁ ଦାସ। ଆଇ.ଏ. ପଢ଼ିଲା ବେଳେ ତାଙ୍କ ଲେଖା କାହା ଦ୍ୱାରା ପ୍ରଶଂସିତ ହୋଇଥିଲା? ଫକୀରମୋହନ ସେନାପତି। କେଉଁଠାରେ ଲକ୍ଷ୍ମୀକାନ୍ତଙ୍କୁ କାନ୍ତକବି ଭାବେ ଘୋଷଣା କରାଗଲା? ହାଇସ୍କୁଲ 1934 ମସିହା। ହାଇସ୍କୁଲରେ। ଏମିତି ଆସେସମେଣ୍ଟ ଅଛି। ନମ୍ବର 2 ଜନ୍ମଭୂମିର କିଛି ସମ୍ଭାବ୍ୟ ପ୍ରଶ୍ନ ଉତ୍ତର। ଜନ୍ମଭୂମି ପ୍ରବନ୍ଧଟି କେଉଁ ପୁସ୍ତକରୁ ସଂଗୃହୀତ? ପ୍ରବନ୍ଧ ମାନସ। ଜନ୍ମଭୂମିକୁ ଫେରିଯିବା ପାଇଁ ଲେଖକଙ୍କର କେଉଁ ସାହସ ନାହିଁ? ନୈତିକ ସାହସ ନାହିଁ। ଲେଖକ ସମୟ ସ୍ରୋତରେ କିପରି ଭାସି ଚାଲିଛନ୍ତି? ନିଃସାହସ ସୂକ୍ଷ୍ମ। ଧର୍ମାନ୍ତର ବ୍ୟକ୍ତି ଧର୍ମ ପାଖରେ କ'ଣ ଉତ୍ସର୍ଗ କରିଥାଏ? ମାନବିକତା। ଲେଖକ ତାଙ୍କ ଜନ୍ମଭୂମିକୁ କିପରି ମନେ ପକାଇଛନ୍ତି? ଜାତି ସ୍ମର ପରି। ଗୋଟିଏ ବାକ୍ୟରେ ଉତ୍ତର ଲେଖ। ଜନ୍ମଭୂମିକୁ କାହା ସହିତ ତୁଳନା କରିଛନ୍ତି? ମାତା, ଧାତ୍ରୀ,
ଓ ଶିକ୍ଷୟିତ୍ରୀ। ବହୁ ବାଦ ବିସମ୍ବାଦ ସତ୍ତ୍ୱେ ପଲ୍ଲୀବାସୀମାନଙ୍କ ମଧ୍ୟରେ କ'ଣ ଗଢ଼ି ଉଠେ? ଏକ ପରିବାରତ୍ୱ। ହେମନ୍ତରେ କେଉଁଥିରେ ଗ୍ରାମଭୂମି ପୂର୍ଣ୍ଣ ହୋଇଯାଏ? ସ୍ୱର୍ଣ୍ଣ ଶୀର୍ଷ ଧାନ୍ୟରେ। କୃଷ୍ଣଙ୍କର ଅଭ୍ୟଙ୍କଶ ପ୍ରସାଦ ଅବସ୍ଥା କ'ଣ ହେଲା? ଅତଲ ଜଳଧି ତଳରେ ନିମ୍ନ ହୋଇଗଲା। କେଉଁମାନେ ଖାଲି ପ୍ରବଞ୍ଚନା କରନ୍ତି ବୋଲି ଲେଖକ କହିଛନ୍ତି? ଯେଉଁମାନେ ଗ୍ରସୀୟ ଦେବତା ଆଟ୍ଲାସ୍ ପରି ସମସ୍ତ ବିଷୟର ଭାର ବହନ କରନ୍ତି। ଯେଉଁମାନେ ଗ୍ରେସୀୟ ଦେବତା ଆଟ୍ଲାସ୍ ପରି। ଥିଲା ସମ୍ଭାବ୍ୟ କିଛି ପ୍ରଶ୍ନ ଉତ୍ତର। ଅଛି କାଠ। କେଉଁ କାଠ ଗୋଦାମରୁ ଗଣ୍ଠି କାଠ କିଣାଗଲା? ଭାରତ। କେଉଁ ଗଳ୍ପ ସଂକଳନ ପାଇଁ ବସନ୍ତ କୁମାର ଶତପଥୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ? ଆଣ୍ଟି ରୋମାଣ୍ଟିକ୍। କିଏ ଜଙ୍ଗଲ ରାଜ୍ୟର ଲୋକ ବୋଲି ଗଳ୍ପରେ ଅଭିହିତ ହୋଇଛି? ଲେଖକ। କାଠ ଚିରିବା ପାଇଁ କାଠ ଚିରାଲି ସହିତ ଶେଷରେ କେତେ ଟଙ୍କାର ମୂଲ ଚାଲ ହୋଇଥିଲା? 3 ଟଙ୍କା 75 ପଇସା। କାଠ ଗଳ୍ପରେ କେଉଁ ବର୍ଗର ଲୋକଙ୍କର ସ୍ୱାଭିମାନ ସ୍ୱରୂପ ପ୍ରଦର୍ଶନ ହୋଇଅଛି? ନିମ୍ନ ବର୍ଗର। ଗୋଟିଏ ବାକ୍ୟରେ ଉତ୍ତର ଲେଖ କୁହାଯାଇଛି। କାଠୁରିଆଟି ଦେହରେ କ'ଣ ଘୋଡ଼ି ହୋଇଥିଲା? ନାଲି ଧଡ଼ିର ଓଢ଼ଣି। ରୁଟିକୁ କୁକୁର ବି ଛୁଇଁଲା ନାହିଁ କାହିଁକି? ବାସି ହୋଇଥିବାରୁ। କାଠୁରିଆ କେଉଁଥିରେ କୁରାଢ଼ୀ ବଜାଉଥିଲା? ଢିମା ପଥର। ଲେଖକ କାଠ କାଟିବାକୁ କେତେ ଟଙ୍କା କହିଲେ? 3 ଟଙ୍କା 50 ପଇସା। 3 ଟଙ୍କା 50 ପଇସା। ଲେଖକ ଆଚରଣ ଓ ବ୍ୟବହାରରେ କ'ଣ ନଥିଲା? ଆନ୍ତରିକତା। ଏ ଥିଲା କିଛି ସମ୍ଭାବ୍ୟ FA1ର ପ୍ରଶ୍ନ ଉତ୍ତର।